ଏହି ରେସିପିଟା ଗତ ଭିଡ଼ିଓ ରେସିପିରେ ଜମା ନାହିଁ କାହିଁକି ନା ଏହି ରେସିପିଟା ଆପଣମାନେ ଆରାମସେ 10 ଦିନ କଣ୍ଟିନ୍ୟୁ କରିକି ଖାଇପାରିବେ। ତା ପୂର୍ବରୁ ଆପଣମାନେ ସାଉଣ୍ଡ ଶୁଣିଲେ ଚାଲନ୍ତୁ ଉପର କ୍ରିସ୍ପି ଦେଖିବୁ ଯେହେତୁ ମୁଁ ଆପଣଙ୍କୁ ଭାଙ୍ଗିରି ବି ଶୁଣଉଛି ସାଉଣ୍ଡ କ୍ରିସ୍ପି ଯେମିତି ଟେଷ୍ଟି ବି ଲାଗୁଛି ସେମିତି କାହିଁରୁ କେମିତି ତିଆରି ହେଇଛି ଡିଟେଲ ଜାଣିବାକୁ ହେଲେ ପୁରା ଭିଡ଼ିଓକୁ ଏଣ୍ଡ ଯାଏଁ ଦେଖନ୍ତୁ। ଭିଡ଼ିଓକୁ ଜମା ବି ସ୍କିପ୍ କରନ୍ତୁନି। ଭିଡ଼ିଓ ଯଦି ଭଲ ଲାଗୁଛି ନିହାତି ଗୋଟେ ଲାଇକ୍ କରନ୍ତୁ। ମୋ ସହିତ ଯୋଡ଼ି ହେବ ଯେ ଚାହୁଁଛନ୍ତି ପାଖେ ଥିବା ବେଲ୍ ବଟନର କ୍ଲିକ୍ କରିନିଅନ୍ତୁ। ଯେଉଁମାନେ ନୂଆ ଅଛନ୍ତି ଯଦି ଭିଡ଼ିଓ ପସନ୍ଦ ଆସୁଛି ମୋ ସହିତ ଯୋଡ଼ିବାକୁ ଚାହୁଁଛି ତାହେଲେ କ୍ଲିକ୍ କରିନିଅନ୍ତୁ। ତ ଚାଲନ୍ତୁ ଡେରି କାହିଁ କରୁଛି କ'ଣ ନେଲି କେତିକି ନେଲି ଆପଣଙ୍କୁ ଡିଟେଲ ମେଜରମେଣ୍ଟ ଯେହେତୁ ଜଣେଇ ରଖୁଛି। ପ୍ରଥମରେ ଧ୍ୟାନ ଦେଇ ଶୁଣନ୍ତୁ। 2 କଟୋରୀ ଅଟାରେ 1 କଟୋରୀ ସୁଜି ନେଇଛି। ପୁଣି ଥରେ କହି ରଖୁଛି 2 କଟୋରୀ ଅଟାରେ 1 କଟୋରୀ ସୁଜି। ଯେହେତୁ ନର୍ମାଲ ଅଟା ଆମେ ଯେଉଁ ରୁଟି କରୁଛନ୍ତି ସେଇ ଅଟା ନେଇଛି। ତାର ସୁଜି ଆପଣମାନେ ପତଳା କିମ୍ବା ମୋଟା ସେଇଟା ଆପଣ ଚଏସ୍ ଆପଣ ଯେମିତି ଭାବେ ନେଇପାରିବେ। ତାପରେ ନେଇସାରିଲା ପରେ ଦେଖନ୍ତୁ ତେଲ ପକାଇ 2 ହାତ ପକାଇ ଖାସ୍ତା ବିରି କରିନେବେ। ଯେମିତି ଆମେ ପୁରୀ ପାଇଁ ଖାସ୍ତା କରୁଛେ ନା ସେଇଭଳି 15 ହାଣ୍ଡି 10 ହାଣ୍ଡି ଯେହେତୁ ଖାସ୍ତା କରିବେ। ଖାସ୍ତା କରିସାରିଲା ପରେ ଏଇଭଳି ଦେଖିବେ ମୁଠା ଯଦି ହେଇଯାଉଛି ତାହେଲେ ଅଳ୍ପ ଅଳ୍ପ ପାଣି ପକାଇ ତାକୁ ଚକଡ଼ିବେ। ଲୁଣ ଦେବ ଜମା ବି ଭୁଲିବେନି। ତ ଚାଲନ୍ତୁ ଲୁଣ ଟିକେ ପକାଇ ନେବା। ପକାଇ ସାରିକିରି ଅଳ୍ପ ଅଳ୍ପ ପାଣି ପକାଇ ଚକଡ଼ିବା। ତ ଅଧିକ ପାଣି ପକାଇଲେ ବି କିଛି ଡର ନାହିଁ କାହିଁକିନା ସୁଜି ଯେହେତୁ ଆମର ପଡ଼ିଛି ପାଣି ଯେହେତୁ ଝିକି ନେବ। ଚକୁଡ଼ି ତାକୁ ଅଧଘଣ୍ଟାରେ ଯଦି କଣ୍ଟିନ୍ୟୁ ରଖିବେ ସେ ଗୁବାର ପେରି ଆରାମସେ ଭିତର ପଟେ ସୁଜିଟା ଯେହେତୁ ଫୁଲିବ ବତୁରିଲେ ସେ ଫୁଲିବ ନା। ଫୁଲିଲେ ଆରାମସେ ଆପଣଙ୍କର ଯେହେତୁ ନମକିନ୍ କିମ୍ବା ରେସିପି ଯେଉଁ ନାମ ବି ଆପଣ ଦେଇପାରିବେ ସେ ନାମଟା ସେଇ ରେସିପିଟା ଯେହେତୁ ଟେଷ୍ଟ ଭଲ ଆସିବ। ତ ଇଜିଲି ଆପଣ ବୁଝିପାରୁଥିବେ ଆଶା କରୁଛି। ତ ଚାଲନ୍ତୁ ଚକୁଡ଼ି ସାରିଲା ପରେ ଯେମିତି ଆମେ ଅଟା ଚକୁଛେ ସେଇ ଭାବେ ଚକୁଡ଼ି ସାରିଲା ପରେ ମୁଁ ଆଗରୁ ଦେଖନ୍ତୁ ଆଳୁ ଅଲରେଡ଼ି ସିଝେଇକି ରଖିଥିଲି। ଘରର ମସଲା ଗୁଣ୍ଡ ଯେହେତୁ ନେଇଛି ଆପଣଙ୍କ ସ୍ୱାଦ ଅନୁସାରେ ମରିଚ ଗୁଣ୍ଡ ଲୁଣ ନେଇଯିବେ। ଧନିଆ ଜିରା ପାଉଡ଼ର ଘରେ ଯେହେତୁ ମୁଁ ତିଆରି କରିଥିବା ଗରମ ମସଲା ପକାଇ ନେଲି। ପକାଇ ସାରିକି ଚାଲନ୍ତୁ ତାକୁ ଚକୁଡ଼ିକି ସାଇଡ଼୍ କରିନେଲି। ଏକାନି ଆମେ ରଖିଥିଲେ ଅଲରେଡ଼ି ମୁଁ ଯେହେତୁ 15-20 ହାଣ୍ଡି ରଖିଥିଲି ଯଦି ଚାହିଁବେ ଆହୁରି ବି ରଖିପାରିବେ। ତ ଚାଲନ୍ତୁ ମୁଁ ପକାଇ ରଖି ସାରିଲା ପରେ ଏକାନି ସାଇଡ଼୍ କରିନେଲି। ଆମର ଯେଉଁ ମସଲାଟା ବାସ୍ ନର୍ମାଲ ଦେଖିଲି ପାରୁଛେ ନା ଘରେ ତିଆରି ଯେହେତୁ ପିଲାମାନଙ୍କୁ ଏମିତି ଭାବରେ କିଛି ଦେଲେ ନା ତାଙ୍କୁ ବହୁତ ସ୍ୱାଦିଷ୍ଟ ଲାଗୁଛି। ତାଙ୍କେ ନା ଦୋକାନ ରାସ୍ତା ହିଁ ଭୁଲି ଯାଉଛନ୍ତି। ତ ଚାଲନ୍ତୁ ସେକାନି ମୁଁ 2ଟି ଯାକ ଚକୁଡ଼ିକି ଦେଖନ୍ତୁ ବେଲି ବି ଦେଇଛି। ରୁଟି ଯେମିତି ବେଲୁଛନ୍ତି ସେଇ ଭାବରେ ବେଲି ଦେଇଛି। ବାସ୍ ଇଜିଲି ସରଳ ଭାବରେ ଯେହେତୁ এই ରେସିପିଟି ମୁଁ ଆପଣଙ୍କ ପାଇଁ ନେଇକି ଆସିଛି ଆଶା କରୁଛି ଆପଣଙ୍କୁ ପସନ୍ଦ ଆସିଥିବ। ତ ଚାଲନ୍ତୁ ଯେମିତି ଆମେ ରୁଟି ବେଲିଥିଲି ସେମିତି ବେଲି ନେଇଛି। ବଡ଼ ସାନ ଆପଣଙ୍କ ଉପରେ ନିର୍ଭର ହେଉଛି ଆପଣ କେଉଁ ଭାବରେ କରିପାରିବେ କାହିଁକିନା ସାନ ସାନ କଲେ ସାନ ସାନ କଲେ ପିଲାମାନଙ୍କୁ ଯେହେତୁ ଦେବାକୁ ବହୁତ ଇଜି ହେଉଛି। ତା ସହିତ ନା ଯେହେତୁ ପିଲାମାନେ ଦେଖିଲେ ବହୁତ ଦୋକାନ ଭଳି ଯେହେତୁ ଦେଖିଲେ ତାଙ୍କୁ ଲାଗୁଛି ନା ତ ଆରାମସେ ଆଉ ଅଝଟ ନହେଇରେ ଆରାମସେ ଯେହେତୁ ଖୁସିରେ ଖାଇପାରିବେ। ତ ଚାଲନ୍ତୁ ଯେମିତି ଆମେ ନର୍ମାଲ ଆଳୁ ପରଟା କରୁଛେ ନା ଆଇରେ ମେନ୍ କଥାଟା ମୁଁ ଯେହେତୁ କହିବାକୁ ଭୁଲି ଯାଇଥିଲି। ଦେଖନ୍ତୁ ଯେଉଁ ଆଳୁର ଷ୍ଟଫିଙ୍ଗଟା ଆପଣ ଦେବେ ନା ପୁରା ବେଶୀ ଆମେ ଆଳୁ ପରଟା କଲେ କ'ଣ ହେଉଛି 4 ସାଇଡ଼୍ ନ ଲଗାଇଲେ ଭିତର ପଟେ ଟିକେ ଅଧିକ ରହିଲେ ଚଲୁଛି। ସେଇଭଳି ଭୁଲ କରିବେନି। ତ ଭିତର ଆଳୁଟା ଦେଲେ ନା ଆପଣ ଓଦା ହାତ ହେଇକିରି ଆରାମସେ 4 ସାଇଡ଼୍ ଲଗାଇ ନେବେ ଯେମିତି ଆପଣଙ୍କୁ ଦେଖେଇଲି। ତ ଚାଲନ୍ତୁ ଲଗାଇ ସାରିଲା ପରେ ଆଉ ଗୋଟେ ଆଣିକିରି ଉପର ପଟେ ଭଲସେ ଦବେଇ ନେବେ। ଦବେଇ ତା 4 ସାଇଡ଼୍ ଯାକୁ ଦେଖନ୍ତୁ ଆରାମସେ କାଢ଼ି ନେବେ। 4 ସାଇଡ଼୍ ଯାକ କାଢ଼ି ନେଲେ ଆରାମସେ ଆମର ଯେଉଁ ଛୋଟ ଛୋଟ ସିଙ୍ଗଡ଼ା ପରି ହେବ। ତ ସତରେ ଆମେ ପିଲା ଟାଇମ୍ରେ ଯେହେତୁ ଯେତେବେଳେ ସ୍କୁଲରେ ଆମେ ପଢ଼ୁଥିଲେ ନା ଏଇ ଛୋଟ ଛୋଟ ସିଙ୍ଗଡ଼ାରେ ଯେହେତୁ 5 ଟଙ୍କା ଆଉ 10ଟା ମିଳୁଥିଲା। ଏସବୁ ତ ସବୁ କିଛି ଯେହେତୁ ଭୁଲି ହେଇଗଲାନି। ଏବେ ଏସବୁ କରିବାର ତ ଦୂରର କଥା ଏସବୁ ମେମୋରି ବି ଭୁଲି ହେଇଲାନି କାହିଁକିନା ଆମ ପିଲାବେଳରେ ସମୟରେ ଏଇ ଛୋଟ ଛୋଟ ସମସ୍ୟା ନା 5 ଟଙ୍କା ଆଉ 10ଟା ମିଳୁଥିଲା ଏତେ ଖୁସି ଲାଗୁଥିଲା। ଖାଇବାଇଲେ ବି ପେଟ ପୁରି ଯାଉଥିଲା। ତା ସହିତ ନା ମମିମାନେ ସେ 5 ଟଙ୍କା ଦେଲେ ବହୁତ ବଡ଼ କଥା ହେଉଥିଲା ହଁ କି ନାହିଁ। ଏବେ ମହଙ୍ଗା ଯୁଗରେ ପିଲାଙ୍କୁ ଆମେ 5 ଟଙ୍କା ଦେଲେ ବି ତାଙ୍କ ବି ମହଙ୍ଗା ପଡ଼େ କାହିଁକିନା 5 ଟଙ୍କା କୁରକୁରେ 5ଟା ଆଳୁ ଚିପ୍ସ ନହେଲେ ତ 10 ଟଙ୍କା ଯେହେତୁ କୁରକୁରେ ଆଉଛି ତେଢ଼େ ମେଢ଼େ। ତ ତା ବଦଳି ଆପଣ ଯଦି ଏମିତି ଭାବରେ କରିକି ରଖିଥିବେ ଡବାରେ ତ ପିଲାମାନଙ୍କୁ ଦେଇପାରିବେ। କ'ଣ ଠିକ୍ କହିଲା ଭୁଲ? ତ ଚାଲନ୍ତୁ ତ ଏଇଭଳି ଦେଖନ୍ତୁ ମୁଁ ଯେମିତି ଆପଣଙ୍କୁ ଦେଖାଉଛି ସେଇଭଳି ଆପଣ କାଟିବେ। ଠିକିରି ଆକାରରେ କାଟି ସାରିଲା ପରେ ସେ ଠିକିରି ଆକାରରେ ଦେଖନ୍ତୁ ଏ କୋଣକୁ ଧରି ସେ କୋଣ କାଟିଦେଲେ ଛୋଟ ଛୋଟ ଟଙ୍କାକିଆ ସମୋସା ହେଇଯିବ। ଟଙ୍କାକିଆ ସମୋସା ନୁହେଁ ତ 5 ଟଙ୍କାକୁ ଯେହେତୁ ଆପଣ ଯେତିକି ଆଣିକି ଖାଇପାରିବେ ଘରେ ଯେହେତୁ ଅଛି ତାର କିଛି ହିସାବ ହିଁ ରହିବନି। ତ ଆମ ପିଲାଦିନର ସମୋସା କେମିତି ଲାଗିଲା ନିହାତି କହିବେ। ସତରେ ପିଲା ବେଳରେ ଆମ ପିଲାବେଳରେ ସ୍କୁଲ ଟାଇମ୍ରେ
ବହୁତ ମଜା ଅଲଗା ନିଆରା ଥିଲା। ତ ଆପଣଙ୍କୁ ଯଦି ଆପଣଙ୍କ ପିଲାମାନଙ୍କର ସ୍କୁଲ ଟାଇମ୍ରେ ଯଦି ମନେ ପଡ଼ୁଛି ତାହେଲେ ଏମିତି ଭାବରେ କରିକି ଖାଇବେ। ଆଉ ମୋତେ ନିହାତି ଆପଣଙ୍କର ମତାମତ କମେଣ୍ଟ ମଧ୍ୟ ଜଣାଇବେ। ତ ଚାଲନ୍ତୁ ଏକାନି ସବୁ ମୁଁ ପ୍ରିପାରେସନ୍ କଲାରୁ ସେକାନି ଅଲରେଡ଼ି ମୁଁ ତେଲ କରେଇ ବସେଇ ନେଇଛି। ଧିମା ଆଞ୍ଚରେ ତେଲ କରେଇ ବସେଇଲେ ନା ଆରାମସେ ଯେହେତୁ ଗରମ ହେଉଛି ଆଉ ଧୂଆଁ ଅଂଶ ପରି ବାହାରୁନି। କାହିଁକିନା ଏସବୁ ନରମ ଜିନିଷ ଯଦି ଧୂଆଁ ଅଂଶ ହେଇ ତେଲ ଗରମ କରି ସାଙ୍ଗେ ସାଙ୍ଗେ ତ କ'ଣ ହେଉଛି ସେ ଉପର ପଟେ ପୋଡ଼ି ଯାଉଛି। ଦ୍ୱିତୀୟରେ ଯେହେତୁ ଆମର ଯେଉଁ ରେସିପିଟା ନା କଞ୍ଚାଳିଆପଣ ରହିଯାଉଛି। ତ ଚାରି ସାଇଡ଼୍ ଯାକ ବି ଦେଖନ୍ତୁ ମୁଁ କାଟିକିରି ଆପଣଙ୍କୁ ଦେଖେଇ ନେଉଛି। ଛୋଟ ଛୋଟ କରି କାଟି ନେବେ। ଏଇଟା କିଛି ମାନେ ମେହନତ ନାହିଁ। ତ ଦେଖିପାରୁଛେ ନା ହାତ ସାହାଯ୍ୟରେ ହାତରେ ଧରିକିରି ଇଜିଲି କାଟିପାରିବେ। ଆପଣ ଯେମିତି ଚାହିଁବେ ସେମିତି କାଟିପାରିବେ। କାହିଁକି ଚାରି ସାଇଡ଼୍ ଯାଏ ସେତେ ଯେହେତୁ ଦେଖନ୍ତୁ ଷ୍ଟଫିଂ ନାଗି ନଥାଉଛି ନା ତଥାପି ଏତେ ସ୍ୱାଦିଷ୍ଟ ଲାଗୁଛି। କାହିଁକିନା ଖାସ୍ତା ହେଇଛି। ତା ସହିତରେ ଦେଖନ୍ତୁ ଭିତରେ ଯେଉଁ ଆପଣ ଇଜିଲି ଘରେ ଯେହେତୁ ଆଳୁ ମସଲା ଏସବୁ ରହୁଛି ଆରାମସେ କରିପାରିବେ। ଆଉ ହଁ ଏଥିରେ ପିଆଜ କଞ୍ଚାମରିଚ ନେବେନି। କାହିଁକିନା ପିଆଜ ଯଦି ପକାଇ ନେବେ ପିଆଜ ଜିନିଷ ଯେହେତୁ ରହିବନି 8-10 ଦିନ ଯାଏ ପିଆଜ ନେବେ ଜମା ବି ନେବେନି। ଯେମିତି ମୁଁ ଆପଣଙ୍କୁ ସେୟାର କରିଛି ସବୁ ଷ୍ଟେପ୍ ବାଇ ଷ୍ଟେପ୍। ତ ଆପଣ ଏଇଭଳି ଭାବରେ ଫଲୋ କରିବେ। ଆଉ ହଁ ଏମିତି ଭାବରେ ଆପଣ ଖାଇବେ। ଆପଣଙ୍କ ପିଲାଦିନ କଥା ମନେ ପକାଇବେ। ଆପଣଙ୍କ ପିଲାମାନଙ୍କୁ ନିଶ୍ଚୟ ଖୁଆଇବେ। ତ ଚାଲନ୍ତୁ ଦେଖନ୍ତୁ କଥା କଥାରେ 2 ଥର ଆପଣଙ୍କୁ କାଟିକି ଦେଖେଇ ନେଉଛି। ଡାଇରେକ୍ଟଲି ହାତରେ ନ କାଟିକିରି ଡାଇରେକ୍ଟଲି ଏମିତି କାଟିପାରିବେ। ତ ଇଜିଲି ସରଳ ଭାବେ ହେଇଯାଉଛି। ଫଟାଫଟ ହେଇଯାଉଛି। କିଛି ଦେଖନ୍ତୁ ମୁଁ ଢେର ସାରା ଚକୁଥିଲି ଘଣ୍ଟାଟେ ଭିତରେ ଢେର ସାରା ଯେହେତୁ ହେଇଯାଇଛି ତ ଖାଲି କାଟିବାଟା ହିଁ ଯେହେତୁ ରହୁଛି ଆଉ ବାକି କିଛି ନାହିଁ। ଯେମିତି ଆମେ ଅଟା ଚକୁଚରେ ଏମିତି ଭାବେ ଦେଖନ୍ତୁ ସବୁତକ ପ୍ରିପାରେସନ୍ କରିନେଲି। କଥା କଥାରେ ଇଜିଲି ଦେଖନ୍ତୁ ହେଇଯାଉଛି ନା। ତ ଚାଲନ୍ତୁ ଟଙ୍କାକିଆ ସିଙ୍ଗଡ଼ା ପାଇଁ ଦେଖାଯାଉଛି ନା। ଏବେ ଯେହେତୁ ଏଇ ସିଙ୍ଗଡ଼ା ଯାକ ଯେହେତୁ 5 ଟଙ୍କାକୁ 5ଟା ମିଳୁଛି। ସେ ଏବେ ଯେହେତୁ 5 ଟଙ୍କାରେ ଯେହେତୁ 10ଟି ମିଳୁଥିଲା। ଆଉ ହଁ ପିଲାମାନେ ଯେହେତୁ ଯଦି ଆଉ ଗୋଟେ ଦିଅ ନା ଆଣ୍ଟି କିମ୍ବା ବୁଢ଼ୀ ମାଆମାନେ ବିକୁଥିବେ ଯଦି ମା ଗୋଟେ ଦିଅ ନା କହିଲେ ଦେଇ ବି ଦେଉଥିଲେ। କିନ୍ତୁ ଏବେ ତ ଏସବୁ ହେବନି। ତ ଆପଣମାନେ ଏମିତି ଘରେ ବନେଇକି ପିଲାମାନଙ୍କୁ ଟିଫିନ୍ରେ ଦିଅନ୍ତୁ। ଆପଣଙ୍କର ଜମା ଖର୍ଚ୍ଚ ବି ହେବନି। ଦ୍ୱିତୀୟରେ ହଁ ଆଉ ଆପଣମାନଙ୍କୁ ପ୍ରଚୁର ମାତ୍ରାରେ ପିଲାମାନେ ଯେତିକି ଖାଇବେ ସେତିକି ଦେଇପାରିବେ। ତୃତୀୟରେ ଯେହେତୁ ଆପଣମାନେ ଜାଣିଲେ ସଫାସୁତୁରା ତେଲରେ ସଫାସୁତୁରା ଶୁଦ୍ଧ ଖାଇବା। ତ କେମିତି ଲାଗିଲା ନିହାତି କହିବେ। ତ ଚାଲନ୍ତୁ କଥା ଦେଖନ୍ତୁ ତେଲ ତ ଅଲରେଡ଼ି ମୁଁ ବସେଇ ଦେଇଥିଲି ପକାଇଦେଲି। ପକାଇ ଦେଇକି ଦେଖନ୍ତୁ ଆପଣ ଟିକେ ଯଦି ଅଧିକ ମାନେ 10 ଦିନ ରଖିପାରିବେ। 10 ଦିନରୁ ଅଧିକ ତ ଇଏ ରହିବନି। କାହିଁକିନା ଏସବୁ ଜିନିଷ ଯଦି ଥିବ ନା ଘରେ ତ ମନଟା ଆଇରେ ହିଁ ଥିବ। ଯେମିତି ମୁଁ ଭିଡ଼ିଓରେ କହିଥାଉଛି ମନଟା ଆଇରେ ହିଁ ଥିବ। ପଡ଼ିଲା ଘରେ ତ 10 ଦିନ ଯିବା ତ ବହୁତ ବଡ଼ କଥା। ତ ଚାଲନ୍ତୁ ମୁଁ ତ କରିଦେଲି ଏମିତି ସବୁତକ କରିଦେବି। କରିସାରିଲା ପରେ ଆପଣ ତ ସାଉଣ୍ଡ ଶୁଣିଛନ୍ତି। ଆଉ ହଁ ଆପଣ ବନେଇକିରି ଖାଇଲେ ହିଁ ଜାଣିପାରିବେ ଆର କୁରକୁରା ଆଉ ଟେଷ୍ଟ କେମିତି ଲାଗୁଛି। ଦେଖିପାରୁଛେ ନା ଭିତରେ ଜମା ବି ଦେଖନ୍ତୁ ଆଳୁ ମସଲା ଦେବା ଜମା ଜଣାଇ ପଡ଼େନି। ଆପଣମାନେ ଯଦି କହିବେ ଆଳୁ ଯେହେତୁ ଦିଆହେଇଛି ଓଦାଳିଆ ଟାଇପ୍ ଜମା ନାହିଁ। ଦେଖିପାରୁଛେ ନା ତେଲରେ ଯେହେତୁ ଆପଣ ଫ୍ରାଏ କରିବେ ସେ ପୁରା ମାନେ ଶୁଖିଲା ଜିନିଷ ଆମେ ଯେହେତୁ ପୁର ଦେଲା ପରେ ଚେମ୍ବଡ଼ା ହେଇଯାଇଛି। ତାକୁ ଆରାମସେ ଆପଣମାନେ 10 ଦିନ ରଖିକି ଖାଇପାରିବେ। ଥଣ୍ଡା ହେଇଗଲେ ଡବାରେ ବି ଷ୍ଟୋରେଜ୍ କରିବେ। ଯେତେବେଳେ ପୁରା ଥଣ୍ଡା ହେଇଯିବ ଆପଣ ପୁଣି ଥରେ ଦେଖିବେ କୁରକୁରା ହେଇଛି ହେଇ ରହିଥିବ। ତ ଗ୍ୟାରେଣ୍ଟି ଦେଇ ମୁଁ କହୁଛି ଆପଣ ଏମିତି ଭାବେ ଟ୍ରାଏ କରନ୍ତୁ। ଦେଖନ୍ତୁ ଯେଉଁ ଜିନିଷ ରୁହେନି ସେଇ ଜିନିଷ ମୁଁ ଆପଣଙ୍କୁ ଖୋଲିକିରି କହିଦେଉଛି। କାହିଁକିନା ଆପଣଙ୍କ ସମୟ ଆଉ ହଁ ଯେକୌଣସି ବି ଜିନିଷ ଆପଣ ବେଷ୍ଟ ଯିବ। ତ ଦେଖିଲେ ନା ତାର ସାଇଡ଼୍ ଭାଗ ଯାକ ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ଆଉ ଦେଖନ୍ତୁ କୁରକୁରା ହେଇଛି। ତା ସହିତ ଦେଖନ୍ତୁ ମୁଁ ଆପଣଙ୍କୁ ସାଉଣ୍ଡ ବି ଶୁଣଉଛି। ତ ଦେଖିଲେ ନା ଥରେ ପାଖକୁ 2 ଥର ବି କହୁଛି। ଆଉ କେମିତି ଲାଗିଲା ନିହାତି କହିବେ। ଏଇଠି ମୁଁ ବିଦାୟ ନେଉଛି। ପୁଣି ଥରେ ନେକ୍ସଟରେ କିଛି ନୂଆ ନେଇକି ଆସି ସେବେ ଯାଏଁ ଅପେକ୍ଷା